ସିଝା ଅଣ୍ଡା ଦେଇଥିଲେ ଆଉ ପାଣିଆ ତରକାରୀ ଦେଇଥିଲେ। କି ପାଣିଆ ତରକାରୀ? ହଳଦୀ ପାଣି। ରାଜନଗର ଅଞ୍ଚଳର ଏହି ବିଦ୍ୟାଳୟରେ ଖୋଲିଛି ସୁସ୍ୱାଦୁ ଖାଦ୍ୟର ଅସରନ୍ତି ଭଣ୍ଡାର। ପ୍ରଧାନ ଶିକ୍ଷକଙ୍କ କୃପାରୁ ପୁଷ୍ଟିକର ଖାଦ୍ୟ ଖାଇ ଛାତ୍ରଛାତ୍ରୀ ହେଉଛନ୍ତି ଖୁବ୍ ହୃଷ୍ଟପୃଷ୍ଟ। ନିର୍ଲଜ୍ଜ ବିଭାଗୀୟ ଉପରିସ୍ଥ ବଡ଼ପଣ୍ଡାମାନେ ମଧ୍ୟ ନେଉଛନ୍ତି ଭରପୁର ବାବା। ହଁ ଆଜ୍ଞା, ଏଭଳି ଶିକ୍ଷକଙ୍କ କାରନାମା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ଟିକେ ଦେଖୁନାହାନ୍ତି ଏହାଙ୍କ ସରସ ବଦନ। ବାବୁ ଏତେ ଛାତ୍ରବତ୍ସଳ ଯେ ତାଙ୍କର ଯେତେ ଗୁଣଗାନ କଲେ ମଧ୍ୟ କମ୍ ପଡ଼ିବ। ତେବେ ଯିବା ବାସ୍ତବ ଘଟଣା ଉପରକୁ। ଟିକେ ଭଲ କରି ନଜର ପକାନ୍ତୁ ଏ ଦୃଶ୍ୟ ଉପରେ। ପୁଣି ଜାଳ ଥିଲା 8 ଟଙ୍କା, ଆମେ କୋଉଠୁ ଆଣିବୁ ପଇସା? ସେ ଅଣ୍ଡା ହଉଛି ଆଳୁ ହଉଛି ତରକାରୀ ନା କଣ ଜାଗାରେ ପୁଣି ହବ? ଆଉ କଣ କେମିତି କରିକି ଦବ? ତମେ ଗାଁ ବାଲା ଦାୟିତ୍ୱ ନେଇ କରୁନା, କମିଟି ଅଛି, ଏସ୍ଏଚଜି ଗ୍ରୁପ ଅଛି। ମୁଁ ତ ବାରମ୍ବାର ମୋର ଲସ୍ ହଉଛି, ମୁଁ ମାନେ ବିରକ୍ତି ହେଲିଣି ମୋ ରୋଷେଇ କରିବା ପାଇଁ। ମୁଁ କଣ କରିବି? ମୋର ଅଣ୍ଡା ପା 7 ଟଙ୍କା ଥିଲି। ଅଣ୍ଡା 7 ଟଙ୍କାରେ ଆମେ ଅଣ୍ଡା କିଣୁ। କଣ କରିବୁ? ସାର୍ ଅଣ୍ଡା କଥା କିଛି କଥା ନାହିଁ ଯେ ସାର୍ ଏ ଯେ ତରକାରୀଟା 7 ଟଙ୍କା ପଳେଇଲା। ଜାଳ ଅଛି, ଆଳୁ ଅଛି, ତମର ଇଏ ଅଛି, ସେ ପଇସା କୋଉଠି ଆସିବ? ଗଭର୍ଣ୍ଣମେଣ୍ଟ ଦଉଛି 5 ଟଙ୍କା। ଏ ଦୃଶ୍ୟ ହେଉଛି ରାଜନଗର ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନ କହୁଆ ପ୍ରାଥମିକ ବିଦ୍ୟାଳୟର। ଶୁଣନ୍ତୁ କଣ କହୁଛନ୍ତି এই କୁନି କୁନି ଛାତ୍ର। ଅଭିଜିତ ପ୍ରଧାନ। ଧର କନ୍ୟା। ସ୍କୁଲରେ ଅଣ୍ଡା ତରକାରୀ ହେଇଥିଲା, ହଁ। ଭଲ ହେଇଥିଲା? ନା, କଣ ଭଲ ଖରାପ ହେଇଥିଲା କଣ? ସିଝା ଅଣ୍ଡା ଦେଇଥିଲେ ଆଉ ପାଣିଆ ତରକାରୀ ଦେଇଥିଲେ। କି ପାଣିଆ ତରକାରୀ? ହଳଦୀ ପାଣି। ହଳଦୀ ପାଣି। ହଁ। ତାହେଲେ ସବୁଦିନ ଏମିତି ଖାଇବାକୁ ଦିଆଯାଉଛି? ହଁ। ସବୁଦିନ? ହଁ। ସାର୍ ମାନେ କଣ ଖାଉଛନ୍ତି? ସାର୍ ମାନେ ଅଣ୍ଡା ଭୁଜିଆ ଆଉ ଚଟଣି। ସେ ଭଲ ଖାଉଛନ୍ତି? ହଁ। ତମକୁ ଭଲ ଦେଉନାହାନ୍ତି? ନା। ଆଜି ତମେ ଖାଇବା ଭଲ ଲାଗିଲା? ଆଜି ଖାଇବାକୁ ନା। ଏଇଭଳିଆ ସବୁଦିନ ଦିଆଯାଉଛି, ଭଲ ଲାଗୁନି ନା? ନା। ଭଲ କଲେ ଭଲ ହବ। ହଁ। ନା ତମ ନା? ଗୋକୁଲି। ଘର କୋଉଠି? ବାଗୁଆ। ଏଇ ସ୍କୁଲରେ ପଢୁଛ? ହଁ। ଆଜି ଅଣ୍ଡା ତରକାରୀ ହେଇଛି? ହଁ। କଣ ଅଣ୍ଡା ତରକାରୀ ହେଇଥିଲା, ଭଲ ନା ଖରାପ? ଖରାପ। କଣ ଖରାପ ହେଇଥିଲା? ସିଝା ଅଣ୍ଡା ଗରମ ପାଣିରେ ହଳଦୀ ପଡିଥିଲା। ଏଇଆ ଖାଇ ଦେଇଥିଲେ? ଭଲ ଲାଗୁନଥିଲା? ନା। ଇଏ କଣ ସବୁଦିନ ନା ଆଜି? ସବୁଦିନ। ସବୁଦିନ? ହଁ। ସାର୍ ମାନେ ଆଉ ଦିଦି ମାନେ କଣ ଖାଉଛନ୍ତି? ଅଣ୍ଡା ଭୁଜିଆ ଚଟଣି ବଡି ତରକାରୀ। ଭାରି ଭଲ ଲାଗୁନି ନାଇଁ? ନା। ତେବେ ଘଟଣା ସମ୍ପର୍କରେ କଣ କହୁଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୋଳଗୋବିନ୍ଦ ମହାସିଠି, ଶୁଣନ୍ତୁ। ହ୍ୟାଲୋ ସାର୍, କହୁଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହୁଛନ୍ତି ଦୋଳଗୋବିନ୍ଦ ମହାସିଠି? ଆଜ୍ଞା, କିଏ କହୁଥିଲେ? ହଁ, ମୁଁ ସାର୍ ଶପଥ ନ୍ୟୁଜ ଭୁବନେଶ୍ୱରରୁ କହୁଥିଲି। କୋଉଠି? ସାର୍ ଶପଥ ନ୍ୟୁଜ ଭୁବନେଶ୍ୱରରୁ। ଆଜ୍ଞା ସାର୍, ଗୋଟେ ଆପଣଙ୍କର ଭିଡିଓ ଆସିଲା। ସେ ଅଣ୍ଡା ଦିଆ ହଉଛି, ସିଝା ଅଣ୍ଡା, ତା ଦେହରେ ଖାଲି ଆଳୁ ଦିଆ ହଉଛି, ଆଉ ଗୋଟେ ମାନେ ଯେମିତି ଗୁପଚୁପ ର ଯୋଉ ଖଟା ପାଣି ଥାଏ ସେଇଭଳି ପାଣି ଦିଆ ହଉଛି। କାହିଁକି ଏମିତି ସାର୍ ଖାଦ୍ୟ ଦିଆ ହଉଛି ପିଲାକୁ? ତେଣୁ ସେ ରୋଷେଇଆଙ୍କ ଉପରେ ସେଟା କଣ ଟିକେ ଆଳୁ ଝୋଳ ପାଣିଆ କରିଦେବି। ସେ ଗୋଟେ ପିଲା ପଶି ତାକୁ ସବୁ ସେ ନାଟକ ସବୁ କରିଛି। କୋଉ ପିଲା ପଶିଲା ସାର୍? ସେ ଗାଁର ଗୋଟେ ପିଲା। ନା, ଆପଣଙ୍କ ପାଟି ବି ଶୁଭୁଛି ଯେ ମତେ ଏତିକି ପଇସା ଦିଆ ହଉଛି ଯେ ମୁଁ କୋଉଠୁ ଆଣିକି କରିବି, ଆପଣ ଗାଁ ବାଲା ନେଇ କରନ୍ତୁ। ନା, ସିଏ ଅଯଥା ଯୁକ୍ତି ମୋ ସାଙ୍ଗରେ ପଶି ଗୋଟେ ଆସିଥାନ୍ତି ଥରକୁ ଆଡୁ ସଡୁ କହିବା, ଏମିତି ପଢା ସେମିତି ପଢା ନା ଇଏ କର। ସାର୍, ଆସିଷ୍ଟାଣ୍ଟ ନୁହଁ, ଆକ୍ଚୁଆଲି ଆପଣଙ୍କର ଯାହା ଭିଡିଓ ଆସୁଛି, ଯାହା ଭିଡିଓରୁ ସ୍ପଷ୍ଟ ହେଉଛି, ସେ ଯୋଉ ଭିଡିଓରେ ଆପଣ କହୁଛନ୍ତି ଯେ ଏତିକି ପଇସା ସରକାର ଦଉଛନ୍ତି, ଆମେ କୋଉଠୁ ଆଣିକି କରିବୁ, କଣ କରିବୁ, ଏ କଥା କହୁଛନ୍ତି ଆପଣ। ଆପଣଙ୍କ ପାଟି ଶୁଭୁଛି ତା ଦେହରେ। କୁହନ୍ତୁ। କଣ କହିବେ? ଏଇ ଯୋଉ ଖାଦ୍ୟ ଦଉଛନ୍ତି ଆପଣ, ଅଣ୍ଡା, କଞ୍ଚା ଅଣ୍ଡା ଆଉ ଖଣ୍ଡ ଆଳୁ, ତା ସହିତ ଖଟା ପାଣି, ନା ସେଟା କଞ୍ଚା କଣ ଅଣ୍ଡା ନାହିଁ, ଦଉଛନ୍ତି? ସିଝା ଅଣ୍ଡା। ହଁ, ସେଇ ସିଝା ଅଣ୍ଡା। ସିଝା ଅଣ୍ଡା ଦଉଛନ୍ତି, ଠିକ ଅଛି। ସିଝା ଅଣ୍ଡା ଆଜ୍ଞା। ଦଉଛନ୍ତି, ଆଉ ଯୋଉ ଆଳୁ ଖଣ୍ଡ ଖଣ୍ଡ ଦଉଛନ୍ତି, ତା ଦେହରେ ଦଉଛନ୍ତି ଖଟା ପାଣି, ନା ସେଟା କଣଟା? ଖଟା ନାହିଁ, ଆଳୁ ଝୋଳ। ଝୋଳ ତ ଦେଖାଯାଉନି ସାର୍, ଯେମିତି ଆପଣଙ୍କ ଗୁପଚୁପ ପାଣି ଭଳିଆ ଲାଗୁଛି। ସେ କଣ କହିବେ? ଏଭଳି ନିମ୍ନମାନର ଖାଦ୍ୟ କାହିଁ ଦଉଛନ୍ତି? ନା, ନିମ୍ନମାନ ନୁହେଁ। କୋଉଦିନ କଣ କେମିତି ହେଇଯାଉଛି, ନିମ୍ନମାନ ଆମେ ନୁହେଁ? ଆପଣ ଖାଆନ୍ତି ସେଇଭଳି ଝୋଳ?
ଶୁଣନ୍ତୁ କୋଉଦିନ କଣଟା ହେଇଯାଉଛି ସେମିତି ରୋଷେଇ କଥା ରୋଷେଇଆଙ୍କ ଉପରେ ନିର୍ଭର। ରୋଷେଇଆ ଆଜ୍ଞା ଆମେ ତ ଯାହା ରୋଷେଇଆ କଣ ଦରକାର- ଏମିତି କରିବେ? ରୋଷେଇଆ କରିବେ ଯେ ଆପଣ ଟୋଟାଲ ଖାଲି ପାଣି ରୋଷେଇଆଙ୍କୁ ଦେଖାଯାଉଛି। ରୋଷେଇଆ ତାଙ୍କ ଘରେ ତାଙ୍କ ଛୁଆଙ୍କୁ ଦିଅନ୍ତି ଏମିତି। ସବୁଦିନ ସେଇଆ ହଉଛି। ଆଉ କୋଉଦିନ- ଆପଣ ମାନେ ଯୋଉ ପିଲାଟେ କହୁଛି ଯେ ଆପଣ ମାନେ ଖାଉଛନ୍ତି, ଆପଣ ମାନେ ଆଳୁ ଚୋଖା କରି ଖାଉଛନ୍ତି, ଆପଣ ମାନେ ଅଣ୍ଡା ଭୁଜିଆ କରି ଖାଉଛନ୍ତି, ଆପଣ ମାନେ ଅଣ୍ଡା ଭୁଜିଆ ଖାଉଛନ୍ତି। ଆମେ ଯୋଉଦିନ ଗୋଟେ ଏମଡିଏମ ସହିତ ଆମେ ଗାଧୁଆବେଳେ ଗୋଟେ ଖାଇବୁ କଣ ନା ପୁଳେ ନା ଟୁଟାଲି। ଖାଉଛନ୍ତି ଠିକ ଅଛି, ତେଣୁ ଆମେ ଏମ୍ ଗୋଟେ ସହିତ କଣ ଆପଣ କେତେବେଳେ ଖାଇ କଣ ଦଉଛନ୍ତି, ସେଟା ଆପଣଙ୍କର ତ ପଡେ ଖାଇବେ, କିଛି ଅଡୁଆ ନାହିଁ। କିନ୍ତୁ ନାଇଁ, ଆପଣ ସେ ଖାଦ୍ୟ ଖାଉଛନ୍ତି? ଆମେ ଖାଇବୁ କଣ? ଆପଣ ଖାଇପାରିବେନି, ଆମେ କିନ୍ତୁ ତ ଛୁଆ ଖାଇବୁ। ଖାଇବେ। ଶୁଣନ୍ତୁ ଆମେ ତାଙ୍କୁ ମନା କରୁଛୁ ଆମେ ବି ଏମଡିଏମ ଖାଇବୁନି ଆଉ। ନା ବୁଝିଲେ ନା କି? ଆପଣ ସେ ଖାଆନ୍ତୁ ଯୋଉ- ନ ଖାଆନ୍ତୁ, ଛୁଆ ଖାଇବେ ଏଇଭଳି? ନା ଛୁଆଙ୍କୁ ଆମେ ଠିକ ଦଉଛୁ କିନ୍ତୁ କୋଉ ଦିନ କଣ ସେ ତ ଦଇବାତ ତ ଜିନିଷ ସାର୍ ହେଇଯାଉଛି କୋଉ ଦିନ ଅସୁବିଧା କଣ ଅସୁବିଧା। ଏତେ ପାଣି ହେଇଯିବ ଆଜ୍ଞା? ଆଜ୍ଞା ଖଟା ପାଣି କେତେ ଭଳିଆ ପାଣି ଆମେ ଲାଗିବ। ତ ସବୁଦିନ ଝୋଳ ଡାଲମା ଝୋଳରେ ବଢି ଯାହା ହଉଛି ପନିପରିବା ସାର୍ ଅଛି। ସାର୍ ସାର୍ ଟିକେ ସାର୍ ଆପଣ ଜଣେ ଶିକ୍ଷକ, ଆପଣ ଏ ସଂସାରରେ ଆପଣ ଦିଗଦର୍ଶନ ଦେବେ। ଆପଣ ମତେ କୁହନ୍ତୁ, ଆପଣ ଯୋଉ ଚାମଚରେ ଦଉଛନ୍ତି ଏମିତି ଝୋଳ ହେଇଛି ଯେ ଚାମଚର ତଳ ଦେଖାଯାଉଛି? ଶୁଣନ୍ତୁ କୋଉ ଦିନ କଣ ଭୁଲଭାଲ ତାଙ୍କର ରୋଷେଇରେ କଣ ପ୍ରୋବ୍ଲେମ ହେଇଛି କଣ ତା ବୋଲି ଆମେ ସବୁବେଳେ ସେଇଆ ଦଉଛୁ ନା କଣ? ନା ନା ସାର୍ ଅନ୍ୟ ମାନେ ଦିନ କଥା ଦେଖନ୍ତୁ ନାହିଁ ସାର୍, ଶୁଣନ୍ତୁ ମାନେ ଗୋଟେ ହାଣ୍ଡିରୁ ଗୋଟେ ଭାତ ଚିପିବେ, ଆଉ କହିବାକୁ ଗୋଟେ ପଡିବନି ଭାତ ଅଲଗା ଭାତ କଣ ହେଇଥିବ। ଆମେ ଘର କରି ଖାଉଛନ୍ତି ସବୁଦିନ ସମାନ ରହୁଛି ତେଣୁ ନିଶ୍ଚିନ୍ତ କଣ ସମାନ ରୋଷେଇରେ ନହେଲେ ପ୍ରୋବ୍ଲେମ କୋଉଠି ଆଜ୍ଞା ହଉଛି। ଲୁଣିଆ ହେଇଯାଉଛି, ଅଲଣା ହଉଛି, ତା ମାନେ କଣ ଏଇଭଳି ଝୋଳ ହଉଛି ଆମ ଘରେ? ନାଇଁ ନାଇଁ ସେଟା କଣ ରୋଷେଇରେ ପ୍ରୋବ୍ଲେମ ହେଇଛି ବୋଲି କଣ ସବୁଦିନ ସେମିତି ଗୋଟେ ଦିନ ହେଲା। ପିଲା ଅନ୍ୟ ଦିନ କହୁଛନ୍ତି ତ, ପିଲା ଭଲ ପିଲା କହୁଛନ୍ତି ସେଇଭଳି ହଉଛି ସବୁଦିନ, ଆପଣଙ୍କ ପିଲା ନା କହୁଛନ୍ତି। ପିଲା କେହି କହିବେନି କିମ୍ବା ମୁଁ ବି କମିଟି ଡାକିଥିଲି, କମିଟି ବାଲାଙ୍କୁ କହିଛି, ସବୁ ଗାଁରେ ସବୁ ଆସିଥିଲେ ଲୋକ, କିଛି ଅସୁବିଧା ନାହିଁ। ହଁ ଆପଣ ଯଦି ଚାହୁଁଛନ୍ତି ଆସିକି ଦେଖନ୍ତୁ ଆଜି। ନା ନା ମୁଁ ଆଜ୍ଞା କଣ ଆପଣ ପା ଦେଖି ସାରିଲେଣି ନା, ଦେଖିଲା ପରେ ତ ଆପଣଙ୍କୁ ସାର୍ ଆପଣ କଲ୍ କରୁଛି। ଦେଖନ୍ତୁ ଆସି ରୋଷେଇ କଣ ସ୍କୁଲ କେମିତି କଣ ରୋଷେଇ ହଉଛି, କଣ ସୌଦାପତ୍ର ଦିଆ ହଉଛି, କୋଉ ନା ଦିନ ନା ଖରାପ ହଉଛି। ନା ନା ସାର୍ ଆପଣ ନିଜେ ଫିଲ୍ କରନ୍ତୁ, ଆପଣ ନା ଯୋଉ ଶୁଣନ୍ତୁ କୋଉ ରୋଷେଇଆ ଦିନ ଖରାପ ଦଉଛନ୍ତି ହଉଛି ଖାଦ୍ୟ। ଆପଣ ପଚାରନ୍ତୁ। ସାର୍ ସେଦିନ କେତେ ପିଲା ଆପଣଙ୍କର ଥିଲେ? ସେଦିନ କେତେ ମୋର ଆକ୍ଚୁଆଲି ମନେ ପଡୁନି, 65-68 ନା କେତେ ଥିଲେ କଣ ଥିଲେ। 65-68 ତ ଏତେ ପିଲା ନଥିଲେ, ପିଲା ତ କମ ଦେଖା ଯାଉଛନ୍ତି। ନା କମ ନୁହଁ, ପିଲା ବହୁତ ଖାଉଥିଲେ, ସେପଟକୁ ଖାଉଥିଲେ, ଆପଣ ଦେଖିବେ ପିଲା। ହଁ ଟୋଟାଲ ଭିଡିଓ ତ ଆସିଛି ଆମ ପାଖକୁ ସମ୍ପୂର୍ଣ୍ଣ, ଏତେ ପିଲା ନାହାନ୍ତି ତ। ଟୋଟାଲ ନୁହେଁ, ସେପଟରେ ବସିଲେ ପିଲା ଆଉ ଗୋଟେ ଜାଗା ଅଛି। ତାମାନେ ଆପଣ ଚିନ୍ତା ସେପଟକୁ କରନ୍ତୁ, 65-68 ପିଲାଙ୍କୁ ସେ ମିଲ୍ ଗୋଟା ବୋଧେ 2 ଟଙ୍କା, ସାର୍ ଚାଉଳ ତ ସରକାର ଏକ୍ସଟ୍ରା ଦେଲେ, ଅଣ୍ଡା ପାଇଁ ତ ଏକ୍ସଟ୍ରା ପଇସା ଆସିଲା, ଆପଣଙ୍କ ମିଲ୍ ଅଣ୍ଡା ପାଇଁ ତ 5 ଟଙ୍କା ଏକ୍ସଟ୍ରା ପଇସା କରିଥିଲେ ଆସିଲା। କଷ୍ଟ। ଆଜ୍ଞା ଅଣ୍ଡା 5 ଟଙ୍କା କଷ୍ଟ। ହଁ 5 ଟଙ୍କା କଷ୍ଟ, ଆପଣ ମନା କରିଦିଅନ୍ତୁ ଯେ ଆପଣ 5 ଟଙ୍କାରେ ଆମେ ଅଣ୍ଡା ଦେଇପାରିବୁନି, ବନ୍ଦ କରିଦିଅନ୍ତୁ। ଶୁଣନ୍ତୁ ଆମେ ଦଉଛୁ, ଆମେ କାହିଁ ପିଲାଙ୍କୁ ଖାଇବା ପାଇଁ ଦଉନୁ। ଆପଣ କୋଉଠୁ ଶୁଣନ୍ତୁ ପୁଣି ଆପଣ କହିଲେ ମୋର ମୋର ଲସ୍ ରୋଷେଇ ହଉଛି ବନ୍ଦ ବା, ନାହିଁ ଆପଣ କିମ୍ବା କହୁଛନ୍ତି ଆପଣ ଖାଇବା ଲସ୍ ଜାଗାରେ ହଉଛି ଭୁଲ ଆଜ୍ଞା। ନାହିଁ, କିନ୍ତୁ ସବୁଦିନ ଭଲ ହଉଛି। ସେଦିନ କଣ ରହିଲା ଗୋଟେ ହେଇଯାଇଛି, ତାକୁ ସେ କଣ ମୁଁ ଯୋଉ ଦିନ ଆଉ ଆଜ୍ଞା ଆପଣଙ୍କ ସ୍କୁଲରେ କ୍ୟାମେରା ପଡିଲା ସେଇଦିନ ହିଁ ଖରାପ ହିଁ ହେଇଥିଲା। କ୍ୟାମେରା କଣ, ସେ ଗୋଟେ ପିଲା ପଶିକି ସବୁ ସେ ଯୋଉ ଦେଖି ପିଲା କରିଛି। ହଉ, ସେ ଜଣେ କିଏ ଅଭିଭାବକ କଲେ ନା, ଆଉ କଣ ବାହାର ପିଲା କିଏ କଲା? ଆଉ କଣ ମାନେ ସବୁଦିନ ଲୋକ ଯାଉଛନ୍ତି, ସେ ଗାଁ ଲୋକ ବି ଗାର୍ଡିଆନ ସେମାନେ ଯାଉଛନ୍ତି, ଦେଖୁଛନ୍ତି, ଗାର୍ଡିଆନ ମଧ୍ୟାହ୍ନ କୋଉଠି ସମୟରେ ଯାଉଛନ୍ତି ଆଜ୍ଞା, ପିଲା ତ କହୁଛନ୍ତି ଆଜ୍ଞା ସବୁବେଳେ ଆମେ ଏଇଭଳିଆ ଖାଉଛୁ। ହଉ ନା ଆପଣ ପିଲା କଣ ସେଠି କହିବେ ବାବଦୀୟ ଖାଉଛନ୍ତି କୁହନ୍ତୁ। ସବୁବେଳେ, ପିଲା ଆପଣ ନିଜେ ଯାଇକି ପିଲାଙ୍କୁ ପଚାରନ୍ତୁ ସ୍କୁଲରେ ଯାଇକିରି। ଆପଣଙ୍କର ସମସ୍ତେ ସେଦିନ ଗାଁ ଲୋକ କେତେ ପିଲା ଖାଇଥିଲେ ଆପଣଙ୍କର? ସେଠି କେତେ ମୋର ଆଉ ଆକ୍ଚୁଆଲି ମନେ ନାହିଁ, ମୁଁ ଟିକେ ବ୍ୟସ୍ତ ଭିତରେ ଆପଣଙ୍କର ଥିଲି ପିଲା ଆଜି। ସଂଖ୍ୟା ସମୁଦାୟ କେତେ? 63 68 ପିଲା ଖାଇଥିଲେ ସେଦିନ। 68 କି 70 ମୋର ଆକ୍ଚୁଆଲି ମନେ ନାହିଁ କେତେ ପିଲା, ମୁଁ ଦେଖିଲେ ହବ। କୋଉ ଦିନର ଘଟଣା? ଏଇଟା କାଲି ଶନିବାର କାଲି ଘଟଣା ଶନିବାର ତ ଆପଣଙ୍କ ମନେ ନାହିଁ, ଆପଣ ଉପସ୍ଥାପନ ପକେଇଥିବେ ପିଲାଙ୍କ ଉପସ୍ଥାପନ। ଦେଖିଲେ ମେସେଜ ଗତକାଲି 25/1/2025 ଆପଣଙ୍କର ଘଟଣା, ଆଜି 26/26/2000 ଆଜ୍ଞା ଗୋଟେ ଦିନ କାଲି ଭିତରେ। ଆମେ ଗୋଟେ ବ୍ୟସ୍ତରେ ଅଛୁ, ଆମର ଗୋଟେ ଏଫଏଲଏମ ଇଏ ହବ, ଆମେ ଗୋଟେ କାମରେ ବ୍ୟସ୍ତ ଥିଲୁ, ସେଇ ହଁ ସମୟରେ ସେ ପିଲା ବସିକିରି ଏସବୁ ନାଟକ। ଆପଣଙ୍କୁ ନାଟକ ଲାଗୁଛି ଆଜ୍ଞା? ମାନେ ଆମେ କେବେ ନିମ୍ନମାନର ଖାଦ୍ୟ ଦଉନୁ, କାହିଁକି ସେଦିନ ଟିକେ ଆଳୁ ଶୁଣନ୍ତୁ ଝୋଳ ଟିକେ ଆପଣଙ୍କୁ ପତଳା ନାଟକ କେମିତି ଲାଗିବ ହେଇଯାଇଛି। ଆଜ୍ଞା? ସେ ବା ଟିକସ ଦାତା, ସେ ଜଣେ ଟିକସ ଦାତା, ତାଙ୍କ ଟିକସରେ ପିଲାଙ୍କୁ ଖାଦ୍ୟ ଦିଆହଉଛି, ତାଙ୍କ ଟିକସରେ ଆପଣ ଶୁଣନ୍ତୁ ଆମେ ଦରମା ତ ନଉଛନ୍ତି, ପଇସା ନାଟକ କଣ ଖାଇଯାଉନୁ କି ପିଲାଙ୍କୁ କରୁଛନ୍ତି? ପଇସା ଖାଇଯାଉନୁ, ଆମେ ଯୋଉଟା ପିଲାଙ୍କୁ ଦବା ଆଜ୍ଞା କଥା, ସେଦିନ ଟିକେ ଝୋଳ ପତଳା ହେଇଛି, ଆମେ ତ ପିଲାଙ୍କୁ ଖାଇବା ଟିକେ ବନ୍ଦ ଝୋଳ କରିନୁ ନା। ପତଳା ଆଜ୍ଞା, ତା ଦେହରେ କିଛି ନଥିଲା, କେବଳ ହଳଦୀ ପାଣି ଆଜ୍ଞା। ଛୁଆ ଆଳୁ କହୁଛନ୍ତି ଆଳୁ ଆଉ ଝୋଳ ଦେଖା ତ ବି ଦିଆ ଯାଉଛି ହଉଛି ସେଇଆ, ନା, ଆଳୁ ଗୋଟେ ଝୋଳ ପିଆଜ ଦିଆହଉଛି ବି କଷି ପିଲାଙ୍କୁ। ଦେଇନାହାନ୍ତି ଆପଣ। ସବୁ ପଡିଛି, ସବୁ ପଡିଛି, ପଡିଲା, ଝୋଳ ଟିକେ ଏଇଭଳିଆ ପାଣିଆ ହେଇଗଲା ହେଇଯାଇଛି। ଆଜ୍ଞା। ମସଲା ଆମେ ସବୁ ଆପଣ ଜାଣିଛୁ, ରୋଷେଇଆଙ୍କୁ ପଚାରନ୍ତୁ। ମୁଁ ସେଠି ରୋଷେଇଆଙ୍କୁ କଣ ଦେଖନ୍ତୁ ସ୍କୁଲ ପଚାରିବି ଆଜ୍ଞା? ଦେଖନ୍ତୁ। ଆପଣ ପଚାରିଲେ ନାଇଁ, ଆପଣଙ୍କ ତତ୍ତ୍ୱାବଧାନ ହଉଛି କାହିଁକି ଏମିତି ହେଲା? ଆପଣ ଆସି କୋଉଦିନ ତାକୁ ଦେଖନ୍ତୁ, ଭେରିଫାଇ କରିକି ଦେଖନ୍ତୁ କଣଟା ଆମେ ପ୍ରକୃତ ଆଜ୍ଞା ଯିବା ଅସୁବିଧା ଦରକାର ନାହିଁ, ଥିବ, ଆମେ ଯାହା ରୋଷେଇଆ ଦେଖିଲୁ ଡାକନ୍ତୁ, ସେଇଆ ଗାର୍ଡିଆନକୁ ଦେଖୁଛୁ, ଡାକନ୍ତୁ, ଆଉ ଯାଇ କଣ ବୁଝନ୍ତୁ କହିବୁ। ଆଜ୍ଞା ଧନ୍ୟବାଦ ଦେଖନ୍ତୁ। ସାର୍। ତେବେ ଏଠାରେ ପ୍ରଶ୍ନ ଉଠେ
ଏଠାରେ ଚାଲି ନାହିଁ ତ ମିଛୁଆ ମହା ଦୁର୍ନୀତିଖୋର ମାଷ୍ଟରଙ୍କ ଶତ ନାଟକ। ସିଝା ଅଣ୍ଡା ସହ କେଇ ଖଣ୍ଡ ଆଳୁ ସହ ମାଷ୍ଟ୍ରେ ଦେଉଛନ୍ତି କି ଚାରୁ ପାଣି? କଣ ମାଷ୍ଟ୍ରଙ୍କ ନିଜ ଘରେ ଏଭଳି ଝୋଳ ଖାଇବାର ରହିନାହିଁ ତ ଅଭ୍ୟାସ? ପିଲାଙ୍କୁ ସୁସ୍ୱାଦ୍ୟ ଖାଦ୍ୟ ପରସିବାରେ ମାଷ୍ଟ୍ରଙ୍କ ହେବନି ତ ଗ୍ରିନିଜ ବୁକ୍ ରେକର୍ଡ? ସବୁ ଦେଖି ଚୁପ୍ ବସୁନାହାନ୍ତି ତ ରାଧେ ରାଧେ କରୁଥିବା ଅପାରଗ ବିଭାଗୀୟ ବାବୁ। ସେପଟେ ଗତ ଶନିବାରର ଏ ଘଟଣା ଏବେ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ କଣ କୁହନ୍ତି ଜଣେ ଅଭିଭାବକ, ଶୁଣନ୍ତୁ। प्रताप चंद्र सेठी गाँ गाँ बाघुआ ये जो कन्या विद्यालय जो रोषे को अभियोग आते कौन सत्यासत्य सत्यासत्य घटना कौन मुझे जहाँटा पिला माने जो मो पिला जो जाकि कम्प्लेन कले भल तरकारी होनी कहीकि थरे भी जाए बांती कला तापर आउ थे केते थर खाइला ना मुझे पचार कौन है ना ये रकम पानिया करुँच अंडा सीझे दौरान किसी तेल जारू ना तापर मुझे सत्यासत्य घटना देखला बेलू सत्य कथा एत माने निम्न धरण कर न कहवा भल मु सार को कहली जस्ट पचारि सार एमती तरकारी करुँच सार मत कहते जे बिना परमिशन स्कूल भीतर को पशिल कहीं हेडमास्टर बिना परमिशन स्कूल भीतर को पशिल कहीं मुझे आम अभिभावक ये पिला माने होउछन्ति भविष्य यदि आम से आमको सरकार दौरान एटा तो किए क्या हाथ दौना तो आपन को आम कहवाटा कौन भूल एटा कहला बेतन मत बहुत व्यवहार खराब कले आम किसी कहनी क्या से कहवा द्वारा से गवर्नमेंट लोक आमको भयभीत लगे जो खाइबाटा कौन आज ना प्रतिदिन नहीं नहीं ये प्रत्येक दिन 1.5 वर्षर भिडियो मो पाखे भी अच्छी 1.5 वर्षर भिडियो मो पाखे भी सीटा अच्छी तथा मुझे थरे पचारि पचारा भितर से किसी स्टेप नेलेनी पिला माने खाऊ ना सार भी खाऊ ना मुझे पिला पचारि मुझे सार कौन खाऊँ पिला माने कहले भर्ता खाऊँ बड़ी कषा खाऊँ अलग टाइप होपर सत्य सत्य घटना आज मुझे जानला बेलू मो पिला छुट्टी है सार खाइबा कथा तो पिला छुट्टी है सार खाइलेनी मु घंटे बुली स्कूल हता भितर सार सेमती बस रही खाइलेनी तार मानेटा दुर्नीति हो ये जिनस तो मुझे खाइबा कथा कही खाइबा कथाटा ये हूँ असुविधा जो पिला मानकर जब भविष्य जब पिला माने खाइबार एमती आउ कौन हो से कथा लोक मैंने विचार करेंगे। अन्यपटे रोषेया दोष दे चतुर मास्टर भी खसी बसीथिबा बेले घटना संपर्क में कैफत तलब करने और विभाग उपरिस्थ बाबू को अवगत कराइछंती मास्टर। सपटे कहीं जदि अभिभावक घटनार भिडियो कर सामना को आनी मास्टर ता नाटक हो गला तेरे नाटकर रचयिता मास्टर होते कहीं जहाँ उठी प्रश्न। घटनार सत्यासत्य देखा पर यह विद्यालय में परसा जाउथिबा मध्याह्न भोजन मान को नहीं उभा करिछि बड़ प्रश्न। जिला प्रशासन या उपरे तदंत करी कार्यानुष्ठान ग्रहण करने को दाबी होउछि। राजनगर सर्वेश्वर प्रधान भुवनेश्वर ब्यूरो इनपुट शपथ न्यूज।